ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ। ଗୋବିନ୍ଦ 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 ପଦୁ ଗଲୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଲେ ତରିଲେ ବ୍ରଜ ନାରୀ। ସେ ବ୍ରଜ ନାରୀଙ୍କ ପୟରେ ମନ ମୋର ନିରନ୍ତରେ, ମନ ମୋ ନିରନ୍ତରେ ରହୁ। ଆକୃଷ୍ଣ ବୋଲି ଜୀବ ଯାଉ, ଆକୃଷ୍ଣ ବୋଲି ଯାଉ ଜୀବ। ମୋତେ ଉଦ୍ଧର ବାସୁଦେବ, ମୋତେ ଉଦ୍ଧର ବାସୁଦେବ, ମୋତେ ଉଦ୍ଧର ବାସୁଦେବ। ଶ୍ରୀସୁତ ଉବାଚ ହେମନ୍ତେ ଭାଗବତ ବାଣୀ, ସୁତ ମୁନିଙ୍କ ମୁଖୁ ଶୁଣି। ମୁନିଙ୍କ ମଧ୍ୟରେ କର୍ମ ସିଦ୍ଧି, ସୌନକ ନାମେ କୁଲ ବୃଦ୍ଧି। ସର୍ବ ମୁନିଙ୍କ ଅବଧାନେ, ପୁଛନ୍ତି ମଧୁର ବଚନେ। ସୌନକ ଉବାଚ ହେ ସୁତ ତୁମେ ମହାଧୀର, ବକତା ଜନ ମଧ୍ୟବର। ଜାହ୍ନବୀ ତଟେ ରାଜାଗେ, ସୁକ କହିଲେ ବ୍ରହ୍ମ ଭାଗେ। ସେ କଥା କହ ଆମ୍ଭ ଆଗେ, ତୁମ ଯେ ଅଟ ମହାଭାଗ। ଏ ଭାଗବତ ଶାସ୍ତ୍ର କେବେ, ବ୍ୟାସ ରଚିଲେ କେଉଁ ଯୁଗେ। କାହାର ବୋଲେ କାହିଁ ବସି, କି ଭାବେ କି ହେତୁ ଉଦ୍ଦେଶୀ। ସୁକ ଯେ ତାହାଙ୍କ କୁମର, ସମଦରସି ସତ୍ୟସାର। ଏକାନ୍ତ ମତି ରାତ୍ର ଦିନେ, ଏକାନ୍ତ ମତି ରାତ୍ର ଦିନେ। କୃଷ୍ଣ ମହିମାର ପ୍ରସନ୍ନେ, ନିର୍ମାୟା ମୂଢ଼ତା ପ୍ରତୀତି। ଲକ୍ଷ୍ମୀ ନ ପାରେ କେହି ଗତି, ଯାହାର ଆଗମନ କାଲେ। ଦେବୀ କାମିନୀ ଥିଲେ ଜଲେ, ଉଲଗ୍ନେ ଥାଇ ତାଙ୍କୁ ଦେଖି। ଧାଇଁଲେ ସ୍ନାନକୁ ପେଖି, ଦେଖିବା ଅର୍ଥେ ଜଲ ତଟେ। ମିଳିଲେ ସୁକଙ୍କ ନିକଟେ, ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ। ଜଲେ ପଶିଲେ ବେଗେ ଯାଇ, ସ୍ୱଭାବେ ସିଦ୍ଧ ସେ ଯୁବତୀ। ଜାଣନ୍ତି ସର୍ବ ପ୍ରାଣୀ ଗତି। ହେମନ୍ତେ କନ୍ୟା ଗଣେ ଚାହିଁ, ବ୍ୟାସ କହନ୍ତି ଖେଦ ପାଇ। ଦେଖି କନ୍ୟାଙ୍କ ମୂଢ଼ ମତ, ଚଞ୍ଚଳ ବ୍ୟାସଙ୍କର ଚିତ୍ତ। ପୁଣି କ୍ଷଣକେ ପାଇ ଶାନ୍ତି, କନ୍ୟାକୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ, କିମ୍ପା ପଶିଲ ଜଲେ ଯାଇ। ଏ କିସ ତୁମର ବ୍ୟବହାର, ଏ ସୁକ ମୋହର କୁମର। ତରୁଣ ବୟସ ଏହାର, ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ, ତତ୍କ୍ଷଣେ ନମିଲେ ଚରଣେ। କହନ୍ତି ବ୍ୟାସ ମୁଖ ଚାହିଁ, ସଂସାର ତାର ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି, ସମସ୍ତ ଏକ ଭାବେ ଚିନ୍ତି। ତୁମେ ଯେ କହ ଆମେ ବୃଦ୍ଧ, ବିଷୟାର ସେ ଅଛି ସାଧ୍ୟ। ଏ ଘେନି ହୋଇଲୁ ଅନ୍ତର, ଆମର ଦୋଷ କ୍ଷମା କର। ହେମନ୍ତେ ଗଲେ ନାରୀ ଗଣେ,
ସୁଖ ରହିଲେ ସେହି ବନେ। ଶୌନକ ବାଚ ସେ ସୁଖ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜ୍ୟେ। ଉନ୍ମତ୍ତ ଜଳ ରୂପ ବହି ତାହାଙ୍କୁ କେହି ନ ଜାଣଇ। ହେମନ୍ତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୁଲେ। ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସମ୍ବାଦେ। ପ୍ରଜାଙ୍କ ଘରେ ସ୍ୱୟଂ କାଲେ ଯେ ନିତ୍ୟ ଭିକ୍ଷା ଅବା ମିଳେ। ଗୋଦୋହ ମାତ୍ର ଦ୍ୱାରେ ରହି ଗୃହୀଙ୍କୁ ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମେଲେ ମିଳିଲେ ପୂର୍ବ ପୁଣ୍ୟ ଫଲେ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ। ତାହାର ଜନ୍ମ କର୍ମ ଯେତେ କହିବା ଆମର ଅଗ୍ରତେ। ଅଦ୍ଭୁତ ପ୍ରାୟ ଅଛୁ ମଣି ଏବେ ତରିବ ଏହା ଶୁଣି। ସେ ସର୍ବ ରାଜାଙ୍କ ଶିଖର ପାଣ୍ଡବ ବଂଶେ କୀର୍ତ୍ତିକର। ରାଜ୍ୟ ସମ୍ପଦ ଛାଡ଼ି ଦୂରେ କିମ୍ପା ରହିଲେ ଗଙ୍ଗା ତୀରେ। ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇ ନ ସମ୍ପଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଯେଉଁ ଶରୀର ଏ ସଂସାରେ ବହଇ ପର ଉପକାରେ। ହରିଚରଣ ଚିନ୍ତି ଚିତେ ଯେ ରାଜା ନିତ୍ୟ ଜନହିତେ। ସେ କିମ୍ପା ତେଜିଲା ଜୀବନ ଗୃହେ ଉପେକ୍ଷି ଧନ ଜନ। କହ କାରଣ କିବା ଅର୍ଥେ ସଂଶୟ ଛାଡ଼ଇ ଯେ ମନ୍ତେ। ତୁମେ ସକଲ ବିଦ୍ୟା ପାର କହ ସଂଶୟ ହେଉ ଦୂର। ଏମନ୍ତେ ଶୌନକ ବଚନେ ସକଳ ମୁନି ଅନୁମାନେ। କହନ୍ତି ସୁତ ବ୍ରହ୍ମ ଋଷି ମୁନିଙ୍କୁ ପ୍ରସନ୍ନେ ପ୍ରଶଂସି। ଶୁଣ ସକଲ ମୁନି ଜନ କୃଷ୍ଣର ଚରିତ ବିଧାନ। ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ପରାଶରଙ୍କ ବୀର୍ଯ୍ୟ ଯୁତେ ଯୋଜନ ଗନ୍ଧା ଗର୍ଭ ଗତେ। ସେ ଏକ ଦିନେ ପ୍ରାତ କାଲେ ସ୍ନାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ସେ ନ ଜାଣେ ସକଲ ଶାସ୍ତ୍ରର ପ୍ରମାଣେ। ସେ କାଳ ବିଷ୍ଣୁଙ୍କର ବଲେ ଯୁଗେ ଉଡ଼ନ୍ତି ଅନ୍ତରାଲେ। ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଲ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଲିଆଗମେ ପ୍ରାଣୀଙ୍କର ଏମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂର ଦୁର୍ବଳ ହୋଇବ ଶରୀର। ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ। ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଲି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଦିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ସାଧ୍ୟ କର୍ମ କରି
যেমন্তে বিষ্ণু মায়ার তরি ধর্ম সাধব যজ্ঞমতে হেমন্তে ভালি মুনি চিতে এক বেদকু চারি খণ্ডে যজ্ঞাভিয়ান কর্ম কাণ্ডে রুক যজু সাম অথর্ব এ রূপে করি ভিন্ন ভাব পঞ্চম বেদ ইতিহাস যেহু পুরাণে অষ্টাদশ পৈল ମୁନିଙ୍କୁ ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୈମିନୀଙ୍କୁ ଦେଲେ ସାମ ଯଜୁଙ୍କୁ ବହି ସମ୍ବାୟନ ଅଙ୍ଗିରା ମୁନି ଅର୍ଥ ବଣେ ମୋ ପିତା ରୋମହର ଶୁଣେ ପୁରାଣ ଅଷ୍ଟଦଶ ଦେଲେ ହେମନ୍ତ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଲେ ବେଦ ବୃକ୍ଷକୁ ଯୋଗ ବୋଲେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଦୀକ୍ଷା ଦେଲେ ଅଳ୍ପ ବୁଦ୍ଧିର ନର ଯେତେ ବେଦ ନ ଜ୍ଞାନୀ ଦୃଢ଼ ଚିତେ ସ୍ତ୍ରୀ ଶୂଦ୍ର ଜନ୍ମ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କୁ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧିମନ୍ଥନେ ବେଦ ମନ୍ତ୍ରୀ ଭାରତ ପଦ ବନ୍ଧେ ଗୁନ୍ଥି ବେଦୁ ଧରି ସାରା ଅର୍ଥ ବେଦୁ ଧରି ସାର ଅର୍ଥ ପୁରାଣ ସୃଜିଲେ ଭାରତ ପ୍ରାଣୀଙ୍କୁ ନିସ୍ତରିଏ ମନ୍ତେ କାନନେ ମିଳିଲେ ନିଶ୍ଚିନ୍ତେ ଆଶ୍ରିତ ସରସ୍ୱତୀ କୂଲେ ମନ ଅର୍ଥ ପୁରାଣ ସୃଜିଲେ ଭାରତ ପ୍ରାଣୀଙ୍କୁ ନିସ୍ତାରିଏ ମନ୍ତେ କାନନେ ମିଳିଲେ ନିଶ୍ଚିନ୍ତେ ଆଶ୍ରିତ ସରସ୍ୱତୀ କୂଲେ ମନର ହୋଇ ନିଶ୍ଚଲେ ଯୋଗେ ନ ପାରେ ଚିତ୍ତ ଧରି ଚଞ୍ଚଲେ ମନ୍ତ ବିଚାରି ଅତି କଷ୍ଟରେ ବେଦ ଘେନି ଗୁରୁ ନଲେ ଚିତ୍ତ ଘେନି ଦେବା ଭାରତ କଲିସାର ଶ୍ରୀଶୂଦ୍ର ମଜିନ ନିସ୍ତାର ତେବେ ନିର୍ମଳ ନୁହେଁ ମନ ଚିନ୍ତା ନଲେ ଛନ୍ନ ଛନ୍ନ ଏ ମନ ଧରିବେ କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ କରିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ ହେମନ୍ତ ହୃଦରେ ବିଚାରି ମନକୁ ନ ପାରନ୍ତି ଧରି ହେମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣା ବାଦ୍ୟ ତତ୍କ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତତ୍କ୍ଷଣେ ଆସନ ଉପେକ୍ଷି କେତେ ଦୂରୁ ଆଗ ସରି ନାରଦ করে কর ধরি বসাই উত্তম আসনে বুঝিলে অতিথি বিধানে সে ব্যাস নারদর পাদে সুজনে প্রণাম আনন্দে যাহা চিন্তিলে পাপ নাশ নময়ী জগন্নাথ দাস इति श्रीमद्भागवते महापुराणे पारमहंस्यां संहितायां वैयासिक्यां प्रथमस्कन्धे नारदगमनो नाम चतुर्थोऽध्यायः।